ପ୍ରଶ୍ନଟି ହେଉଛି ପ୍ରଥମ ସଂସ୍ଥାନ କାହାକୁ କୁହାଯାଏ? ପ୍ରଥମ ସଂସ୍ଥାନ କାହାକୁ କୁହାଯାଏ? ଦେଖ, ପ୍ରଥମ ସଂସ୍ଥାନ କରିବାକୁ ହେଲେ ପ୍ରଥମେ ତାର ଚିତ୍ରକୁ ମନେ ରଖିବାକୁ ହେବ। ଚିତ୍ରକୁ ମନେ ରଖିବାକୁ ହେବ, ତେବେ ଯାଇ ପ୍ରଥମ ସଂସ୍ଥାନ ଆରାମସେ କରିପାରିବେ। ଠିକ୍ ଅଛି। ଦେଖ, ଏହାର ସଠିକ୍ ଉତ୍ତର ଯେଉଁ ସଂସ୍ଥାନରେ ହେତୁପଦ ସାଧ୍ୟାବୟବର ଉଦ୍ଦେଶ୍ୟ ଏବଂ ପକ୍ଷାବୟବର ବିଧେୟ ରୂପେ ବ୍ୟବହାର ହୋଇଥାଏ ତାହାକୁ ପ୍ରଥମ ସଂସ୍ଥାନ କୁହାଯାଏ। ପ୍ରଥମେ ଚିତ୍ରଟାକୁ ଅଙ୍କନ କରିବେ। ଠିକ୍ ଅଛି, ଚିତ୍ରଟାକୁ ଅଙ୍କନ କରିବି ମଧ୍ୟମ ପଦ ଦେଖିବେ। ମଧ୍ୟମ ପଦ ଦେଖ, ଯେଉଁ ସଂସ୍ଥାନରେ ଏଇଟା ହେଉଛି କ'ଣ? ସାଧ୍ୟାବୟବ, ଏଇଟା ହେଉଛି ପକ୍ଷାବୟବ। ଠିକ୍ ଅଛି। ଯେଉଁ ସଂସ୍ଥାନରେ ସାଧ୍ୟାବୟବରେ ମଧ୍ୟମ ପଦ ବା ହେତୁପଦ ସାଧ୍ୟାବୟବରେ ଉଦ୍ଦେଶ୍ୟ ଜାଗାରେ ଅଛି, ପକ୍ଷାବୟବରେ ବିଧେୟ ଜାଗାରେ ରହିଛି। ଠିକ୍ ଅଛି। ପକ୍ଷାବୟବରେ ବିଧେୟ ରୂପରେ ବା ବିଧେୟ ଜାଗାରେ ରହିଛି, ତେଣୁ ତାହାକୁ କହିବା ପ୍ରଥମ ସଂସ୍ଥାନ। ଠିକ୍ ଅଛି, ପ୍ରଥମ ସଂସ୍ଥାନ। ଦେଖ, ଉଦାହରଣ ସ୍ୱରୂପ ସମସ୍ତ ମନୁଷ୍ୟ ମରଣଶୀଳ, ସମସ୍ତ ଛାତ୍ର ମନୁଷ୍ୟ। ଦେଖ, ମଧ୍ୟମ ପଦ ଏଇଠି କ'ଣ ଅଛି? ମନୁଷ୍ୟ। ମଧ୍ୟମ ପଦ କ'ଣ ଅଛି? ମନୁଷ୍ୟ। ତାହେଲେ ସାଧ୍ୟାବୟବରେ କ'ଣ ଉଦ୍ଦେଶ୍ୟ ଜାଗାରେ ଅଛି, ପକ୍ଷାବୟବରେ ବିଧେୟ ରୂପରେ ଅଛି ବା ବିଧେୟ ଜାଗାରେ ଅବସ୍ଥିତ। ତେଣୁ ସିଦ୍ଧାନ୍ତ କ'ଣ ହେଇଛି? ସମସ୍ତ ଛାତ୍ର ମରଣଶୀଳ। ସମସ୍ତ ଛାତ୍ର ମରଣଶୀଳ। ମନୁଷ୍ୟ କଟିଯିବ, ମଧ୍ୟମ ପଦ କଟିଯିବ, ହେଲା। ସମସ୍ତ ଛାତ୍ର ମରଣଶୀଳ। ଏଠି ଦେଇଛି ଦେଖ ଚିତ୍ରଟା ଦେଇଛି। ଏଇ ଚିତ୍ରଟାକୁ ମନେ ରଖିବାକୁ ପଡ଼ିବ। ଏଇ ଚିତ୍ରଟା ମନେ ରଖିଲେ ପ୍ରଥମ ସଂସ୍ଥାନ ଆରାମସେ କରିପାରିବେ। ଠିକ୍ ଅଛି।